ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନିଜ ଜିଲ୍ଲା କେନ୍ଦୁଝର ଗସ୍ତରେ ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସକାଳ 9:30 ସମୟରେ ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ଆସି 10:25ରେ ଘଟଗାଁରେ ପହଞ୍ଚିବେ। ସେଠାରେ ଏକ ଶୋଭାଯାତ୍ରା କରିବା ପରେ ମା ତାରିଣୀଙ୍କ ଦର୍ଶନ କରିବେ। ଏହାପରେ କେନ୍ଦୁଝର ସହରକୁ ଆସିବେ। ମଧ୍ୟାହ୍ନରେ ସର୍କିଟ ହାଉସରେ ରହି ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ନ 3ଟାରେ ବଳଦେବଜୀଉଙ୍କ ଦର୍ଶନ କରିବେ। ଏହାପରେ ସର୍କିଟ ହାଉସରେ ରାତ୍ରି ଯାପନ କରିବେ। 24 ତାରିଖ ସକାଳେ ନିଜ ଗ୍ରାମ ରାଇକଳା ଗାଁକୁ ଯିବେ। ସକାଳ 11ଟାରେ ରାଇକଳାଠାରୁ ଝୁମ୍ପୁରା ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରି ଦୁର୍ଗା ପଡ଼ିଆରେ ପହଞ୍ଚିବେ। ସେଠାରେ ସାଧାରଣ ଲୋକଙ୍କର ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେବେ। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତାକାଲି ଅର୍ଥାତ୍ 23 ଆଉ 24 ତାରିଖରେ ରାଜ୍ୟରେ କମିବ ବର୍ଷା। ପୁଣି 25ରୁ ବଢ଼ିବ ବର୍ଷା। 26ରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି କଳାହାଣ୍ଡି, ରାୟଗଡ଼ା, ଗଜପତି, କନ୍ଧମାଳ ଓ ଗଞ୍ଜାମର କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ବର୍ତ୍ତମାନ ସୂଚନା ଅନୁସାରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱରର କିଛି କିଛି ଅଞ୍ଚଳରେ ପହଞ୍ଚି ପାରିନି ମୌସୁମୀ। ମୌସୁମୀ ପାଇଁ ଏବେ ପାଗ ଅନୁକୂଳ ରହିଛି। ଆଗାମୀ 3ରୁ 4 ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଓଡ଼ିଶାକୁ ଛୁଇଁବ ମୌସୁମୀ। ଆଜି ତିନି ଠାକୁର ରତ୍ନସିଂହାସନ ଛାଡ଼ି ସ୍ନାନବେଦୀକୁ ଓହ୍ଲାଇ ଆସିଛନ୍ତି। ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ ବେଦୀରେ ଦେଖି ଭାବବିହ୍ୱଳ ହୋଇପଡ଼ିଛନ୍ତି। ନିର୍ଘଣ୍ଟ ନୀତି ଅନୁଯାୟୀ ଶନିବାର ଭୋର 4ଟା ସମୟରେ ମଙ୍ଗଳାର୍ପଣ ପରେ 5ଟାରୁ 7ଟା ଭିତରେ ଡୋରଲାଗି ଓ ପୁଷ୍ପାଞ୍ଜଳି ହୋଇ ପହଣ୍ଡି ଆରମ୍ଭ ହୋଇଥିଲା। ଧାଡ଼ି ପହଣ୍ଡିରେ ପ୍ରଥମେ ପ୍ରଭୁ ସୁଦର୍ଶନ, ପରେ ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଜଗନ୍ନାଥ ସ୍ନାନବେଦୀକୁ ବିଜେ କରିଛନ୍ତି। ଅପରାହ୍ନ 3ଟାରେ ଗଜପତି ମହାରାଜା ଛେରା ପହଁରା କରିବା ପରେ ଅପରାହ୍ନ 3:40ରେ ଗଜବେଶ ଆରମ୍ଭ ହୋଇଥିଲା। ରାତି 7:30ଟାରୁ ଭକ୍ତଙ୍କ ସାହାଣମେଳା ଦର୍ଶନ ଆରମ୍ଭ ହୋଇଥିଲା। ରାତି 11ଟାରେ ବେଶଲାଗି ଓ 11:30ଟାରେ ବାହୁଡ଼ା ପହଣ୍ଡି ଆରମ୍ଭ ହୋଇଥିଲା। ବାହୁଡ଼ା ପହଣ୍ଡି ରାତି 2ଟା ଭିତରେ ଶେଷ ହୋଇଥିଲା। ବାଲେଶ୍ୱର ସହରରେ ଆଜି ସକାଳ 5ଟାରୁ ଦିନ 2ଟା ଯାଏଁ କର୍ଫ୍ୟୁ କଟକଣା ସାମାନ୍ୟ କୋହଳ ହୋଇଛି। ତେଣୁ ସକାଳୁ ଜନଜୀବନ ସ୍ୱାଭାବିକ ହୋଇଛି। ସକାଳୁ ଦୋକାନ ବଜାର ଖୋଲିଛି। ହାଟ ବଜାରରେ ପ୍ରବଳ ଲୋକଙ୍କ ସମାଗମ ହୋଇଛି। ଏହା ସହିତ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସେବା ଚାଲୁ କରାଯାଇଛି। ତେବେ ମୋବାଇଲ ଇଣ୍ଟରନେଟ୍ ଉପରେ ପୂର୍ବ ପରି କଟକଣା ଜାରି ରହିବ। କେନ୍ଦ୍ର ସରକାରଙ୍କର ଅଫିସରେ ଯେଉଁମାନେ ଡେରିରେ ପହଞ୍ଚିବେ ସେମାନଙ୍କ ପାଇଁ କେନ୍ଦ୍ର ସରକାର କଡ଼ା ଆଇନ ଆଣିଛନ୍ତି। ଯଦି 15 ମିନିଟରୁ ଅଧିକ ବିଳମ୍ବ ହୁଏ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେନ୍ଦ୍ର କର୍ମଚାରୀଙ୍କ ଅଫିସ ସମୟ ସକାଳ 9:15ରୁ ଅପରାହ୍ନ 5:30 ପର୍ଯ୍ୟନ୍ତ ରହିଥାଏ। ଯଦି 9:15ରୁ ଅଧିକ ବିଳମ୍ବ ହୁଏ ତେବେ ତାଙ୍କର ଅଧା ଦିନର ଦରମା କଟାଯିବ। ନିଟ୍ ପରୀକ୍ଷାର ଅନିୟମିତତା ଓ ଦୁର୍ନୀତିକୁ ଦେଖି ନୂଆ ନିୟମ ବାହାର କରିଛନ୍ତି କେନ୍ଦ୍ର ସରକାର। ପରୀକ୍ଷାରେ ପେପର ଲିକ୍କୁ ରୋକିବା ପାଇଁ ପଦକ୍ଷେପ ନେଇଛନ୍ତି ସରକାର। ଶୁକ୍ରବାର ଦିନ ପ୍ରିଭେନ୍ସନ ଅଫ୍ ଆଫେୟାର୍ସ ମିନ୍ସ ଆଇନ ପ୍ରଣୟନ କରିଛନ୍ତି। ନିଟ୍ ଏବଂ ୟୁଜିସି ପରୀକ୍ଷାକୁ ନେଇ ଏକ ବଡ଼ ବିବାଦ ମଧ୍ୟରେ ଏହି ଆଇନ କାର୍ଯ୍ୟକାରୀ ହେବ, ଯାହା ପେପର ଲିକ୍ ଏବଂ ଅନିୟମିତତାକୁ ରୋକିବ। ଏହି ନୂଆ ନିୟମ ଅନୁସାରେ ଦୋଷୀଙ୍କୁ 1 କୋଟି ଟଙ୍କାର ଜରିମାନା ସହ 1 ବର୍ଷ ଜେଲ୍ ଦଣ୍ଡ ରହିଛି। ଦିଲ୍ଲୀରେ ଭାରତ ଏବଂ ବାଂଲାଦେଶ ପ୍ରତିନିଧିଙ୍କ ମଧ୍ୟରେ ବୈଠକ ପରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଚିକିତ୍ସା ପାଇଁ ଭାରତ ଆସୁଥିବା ବାଂଲାଦେଶୀ ନାଗରିକଙ୍କୁ ଭାରତ ଏକ ଇ-ମେଡିକାଲ ଭିସା ସୁବିଧା ଆରମ୍ଭ କରିବ।
ଲୋକଙ୍କ ସେବା ସୁବିଧା ପାଇଁ ଭାରତ ବାଂଲାଦେଶର ରଙ୍ଗପୁରରେ ଏକ ନୂତନ କନସୁଲେଟ୍ ମଧ୍ୟ ଖୋଲିବ। ଶନିବାର ହାଇଦ୍ରାବାଦ ହାଉସରେ ସାକ୍ଷାତ ପରେ ଦୁଇ ପ୍ରଧାନମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା ପୁରୁଣିଆ ପଞ୍ଚାୟତର ମହୁଲପାଟଣା ଗ୍ରାମରେ ଶନିବାର ଦିନ 2ଟା ପାଖାପାଖି ସମୟରେ ବାଣ ଗୋଦାମରେ ବିସ୍ଫୋରଣ ଘଟି ଜନୈକ ବାଣ ବ୍ୟବସାୟୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି 56 ବର୍ଷୀୟ ଖଗେଶ୍ୱର ପଲେଇ। ଖଗେଶ୍ୱର ବାଣ ବ୍ୟବସାୟ କରୁଥିବା ବେଳେ ନିଜ ଗୃହ ନିକଟସ୍ଥ ଏକ ଅସ୍ଥାୟୀ ଆଜବେଷ୍ଟ ଘରେ ଆସନ୍ତାକାଲି ତାଙ୍କର ଏକ ବାହାଘରିଆ ଅର୍ଡର ମୁତାବକ ବାଣ ପ୍ରସ୍ତୁତ କରୁଥିବା ବେଳେ ଅପରାହ୍ନ 2ଟା ପାଖାପାଖି ସମୟରେ ହଠାତ୍ ବିସ୍ଫୋରଣ ହୋଇଥିଲା। ଅତି ଶୀଘ୍ର ନିଜ ପ୍ରେମିକ ଜାହିର ଇକବାଲଙ୍କୁ ବିବାହ କରିବାକୁ ଯାଉଛନ୍ତି ସୋନାକ୍ଷୀ। ଜୁନ୍ 23ରେ ଅର୍ଥାତ୍ ଆଜି ଦୁହେଁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ବିବାହ ପରେ ସୋନାକ୍ଷୀ ଧର୍ମ ବଦଳାଇବା ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖିଛନ୍ତି ତାଙ୍କର ଶ୍ୱଶୁର ଇକବାଲ ରତାର୍ଥୀ। ସେ କହିଛନ୍ତି ସୋନାକ୍ଷୀ ଧର୍ମ ପରିବର୍ତ୍ତନ କରିବେ ନାହିଁ। ସେମାନଙ୍କର ହୃଦୟର ମିଳନ ହେବା ପରେ ବିବାହ ହେଉଛି। ଏଥିପାଇଁ ଧର୍ମର କୌଣସି ଭୂମିକା ନାହିଁ। ତାମିଲନାଡୁର କଲାକୁରୁଚି ଜିଲ୍ଲାରେ ବେଆଇନ ଦେଶୀ ମଦ ପିଇ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶନିବାର ପୋଲିସଠାରୁ ମିଳିଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ ଦେଶୀ ମଦ ପିଇ ଅସୁସ୍ଥ ହୋଇଥିବା 140 ଜଣଙ୍କର ଅବସ୍ଥା ଏବେ ବି ସ୍ଥିର ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 53କୁ ବୃଦ୍ଧି ପାଇଛି। ପିଆଜ ଆଉ କନ୍ଦାଇବ ନାହିଁ। ମୂଲ୍ୟ ନିୟନ୍ତ୍ରଣ ପାଇଁ 5 ଲକ୍ଷ ଟନ୍ ପିଆଜ କ୍ରୟ କରିବାର ମୋଟ ଲକ୍ଷ୍ୟରୁ ସରକାର ଚଳିତ ବର୍ଷ ପ୍ରାୟ 71,000 ଟନ୍ ପିଆଜ କିଣିଛନ୍ତି। ଉପଭୋକ୍ତା ବ୍ୟାପାର ବିଭାଗ ଦ୍ୱାରା ସଂଗୃହୀତ ତଥ୍ୟ ଅନୁଯାୟୀ ଶନିବାର ଦେଶରେ ପିଆଜ ହାରାହାରି ଖୁଚୁରା ମୂଲ୍ୟ 38 ଟଙ୍କା 67 ପଇସା ଥିବାବେଳେ ଉଚ୍ଚ ମାନର ପିଆଜର ମୂଲ୍ୟ କିଲୋଗ୍ରାମ ପିଛା 40 ଟଙ୍କା ରହିଛି। ଭାରତଠାରୁ 50 ରନରେ ପରାସ୍ତ ହୋଇଛି ବାଂଲାଦେଶ। ଭାରତ ପ୍ରଥମେ ବ୍ୟାଟିଂ କରି 196 ରନ୍ କରି 5 ୱିକେଟ୍ ହରାଇଥିଲା। ସେକେଣ୍ଡ ବ୍ୟାଟିଂ କରି 20 ଓଭରରେ ବାଂଲାଦେଶ 8 ୱିକେଟ୍ ହରାଇ 146 ରନ୍ କରିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ 50 ରନ୍ କରି ଅପରାଜିତ ଥିଲେ। କୁଲଦୀପ ଯାଦବ ସର୍ବାଧିକ 3 ୱିକେଟ୍ ନେଇଥିଲେ।